ଏ ମାଛର ନାଁ ଯଦି ଜାଣିଛନ୍ତି ତାହେଲେ କମେଣ୍ଟ କର। ଆଉ ମୋ ପରି ଯିଏ ଜାଣିନାହାନ୍ତି ତାହେଲେ ସବସ୍କ୍ରାଇବ୍ କର। ମୁଁ ବି ଏ ମାଛର ନାଁ ଜାଣିନି। କାହିଁ ସ୍ୱାମୀ ଆଣିକି ଦେଲେ ରାନ୍ଧିବାକୁ, ଆଉ ମୁଁ ଲେଟ୍ ନ କରି ଫଟାଫଟ ଭାଜିଦେଲି। ମୋ ଝିଅ ବି ଏ ମାଛ ଖାଇବାକୁ ବହୁତ ବ୍ୟାକୁଳ ହୋଇପାରିଲାଣି। ସେଇଥିପାଇଁ ମୁଁ ମାଛ ଗୁଡ଼ିକୁ ଭଲରେ ଧୋଇଧାଇ କାଟିବାଟି ସେଥିରେ ଲୁଣ, ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ମସଲା ଗୁଣ୍ଡ ଆଉ ଅଦା ରସୁଣ ପେଷ୍ଟ ଦେଇ ଭଲରେ ଚକଟି ଗୋଳେଇକିରି 15 ମିନିଟ୍ ଛାଡ଼ିଦେଲି। ତାପରେ ଗୋଟେ କଢ଼େଇରେ ତେଲ ଦେଇ ମାଛ ଗୁଡ଼ିକୁ ଗରମ ଗରମ ଭାଜିକି କାଢ଼ିଦେଲି। ଆଉ ପଖାଳ ଭାତ ସହ ଲାଦିକି ଖାଇଲି ଆଉ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। କାହିଁକିନା ମୁଁ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖକୁ ସେୟାର କରିବି। ରହିଲି, ନମସ୍କାର।